ଗତ 2 ସପ୍ତାହ ମଧ୍ୟ ପାଣ୍ଡବମାନଙ୍କର ରାଜସ୍ୱ ଯଜ୍ଞ ପାଇଁ ଆୟୋଜନ ଏବଂ ଜରାସନ୍ଧ ବଧ। ଶ୍ରୀ ଶୁକଦେବ କହିଲେ, ପରୀକ୍ଷିତ, ଦିନକର କଥା। ବହୁ ମୁନି, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ବିମର୍ଶନ ଆଦି ଭାଇ, ଆଚାର୍ଯ୍ୟ, କୁଳବୃଦ୍ଧ, ଜାତିବନ୍ଧୁ, ସମ୍ପର୍କୀୟ ଓ କୁଟୁମ୍ବ ଲୋକଙ୍କ ସହିତ ମହାରାଜ ଯୁଧିଷ୍ଠିର ରାଜସଭାରେ ବସିଥାନ୍ତି। ସମସ୍ତଙ୍କ ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରି ସେ କହିଲେ, ଧର୍ମରାଜ ଯୁଧିଷ୍ଠିର କହିଲେ, ହେ ଗୋବିନ୍ଦ, ମୁଁ ଆପଣଙ୍କର ପରମ ପାବନ ବିଭୂତି ସ୍ୱରୂପ ଦେବତାମାନଙ୍କୁ ସର୍ବଶ୍ରେଷ୍ଠ ରାଜସ୍ୱ ଯଜ୍ଞ ଦ୍ୱାରା ପୂଜା କରିବାକୁ ଚାହୁଁଛି। ହେ ପ୍ରଭୁ, ଆପଣ କୃପା କରି ମୋର ଏହି ସଂକଳ୍ପ ପୂର୍ଣ୍ଣ କରନ୍ତୁ। ହେ କମଳନାଭ, ଆପଣଙ୍କ ଚରଣକମଳର ପାଦୁକା ସକଳ ଅମଙ୍ଗଳ ନଷ୍ଟ କରିଦିଏ। ଯେଉଁମାନେ ନିରନ୍ତର ସେ ପାଦୁକାର ସେବା କରନ୍ତି, ଧ୍ୟାନ ଓ ସ୍ତୁତି କରନ୍ତି, ବାସ୍ତବରେ ସେମାନେ ପବିତ୍ର ଆତ୍ମା। ସେମାନେ ଜନ୍ମାବୃତ୍ତି ରୂପୀ ଚକ୍ରରୁ ରକ୍ଷା ପାଇଯାଆନ୍ତି। ତା ଛଡ଼ା ସେମାନେ ଯଦି ସାଂସାରିକ ବିଷୟ ଅଭିଳାଷ କରନ୍ତି, ତେବେ ତାହା ମଧ୍ୟ ପାଇଯାଆନ୍ତି। କିନ୍ତୁ ଯେଉଁମାନେ ଆପଣଙ୍କ ପଦରବିନ୍ଦୁର ଶରଣ ଗ୍ରହଣ କରନ୍ତି ନାହିଁ, ସେମାନଙ୍କୁ ମୁକ୍ତି ତ ମିଳେ ନାହିଁ, ଏପରିକି ସାଂସାରିକ ଭୋଗ ମଧ୍ୟ ମିଳେ ନାହିଁ। ହେ ଦେବତାମାନଙ୍କର ମଧ୍ୟ ଆରାଧ୍ୟ ଦେବ, ମୁଁ ଚାହୁଁଛି ଯେ ସଂସାରୀ ଲୋକେ ଆପଣଙ୍କ ଚରଣ କମଳ ସେବାର ପ୍ରଭାବ କେତେ ତାହା ଦେଖନ୍ତୁ। ହେ ପ୍ରଭୁ, କୁରୁବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ମଧ୍ୟରୁ ଯେଉଁମାନେ ଆପଣଙ୍କୁ ଭଜନ୍ତି ଓ ଯେଉଁମାନେ ଆପଣଙ୍କୁ ଭଜନ୍ତି ନାହିଁ, ସେମାନେ ପାଉଥିବା ଫଳ ମଧ୍ୟରେ କି ପ୍ରଭେଦ ରହେ, ତାହା ଆପଣ ଜନସାଧାରଣଙ୍କୁ ଦେଖାଇ ଦିଅନ୍ତୁ। ହେ ପ୍ରଭୁ, ଆପଣ ହେଉଛନ୍ତି ସମସ୍ତଙ୍କର ଆତ୍ମା, ସର୍ବଦର୍ଶୀ ଓ ସ୍ୱୟଂ ଆତ୍ମାନନ୍ଦ ସ୍ୱରୂପ ଏବଂ ସ୍ୱୟଂ ପରମାତ୍ମା। ଆପଣଙ୍କ ଭିତରେ ଆପଣା ପର ଭେଦଭାବ ନାହିଁ। ତଥାପି କଳ୍ପବୃକ୍ଷର ସେବା କରୁଥିବା ଲୋକେ ଆପଣ ଅଭିଷ୍ଟ ଫଳ ପାଇଲା ପରେ ଯେଉଁମାନେ ଆପଣଙ୍କର ସେବା କରନ୍ତି, କେବଳ ସେଇମାନେ ହିଁ ଆପଣଙ୍କର କୃପା ଲାଭ କରନ୍ତି। ସେହି କୃପାରେ ବା ଫଳରେ ଯେଉଁ ନ୍ୟୁନାଧିକତା ରହିଯାଏ, ତାହା ସେବାରେ ନ୍ୟୁନାଧିକତାର ଅନୁରୂପ ହୋଇଥାଏ। ତେଣୁ ଆପଣଙ୍କୁ ବିଷମତା ବା ନିର୍ଦ୍ଦୟତା ଆଦି ଦୋଷ ଲାଗେ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ କ୍ଷତ୍ରିୟବିଜୟ ଧର୍ମରାଜ, ଆପଣ ଯାହା ସ୍ଥିର କରିଛନ୍ତି ତାହା ଅତି ଉତ୍ତମ। ରାଜସ୍ୱ ଯଜ୍ଞ କଲେ ଆପଣଙ୍କର ମଙ୍ଗଳମୟ କୀର୍ତ୍ତି ସକଳ ଲୋକରେ ବିସ୍ତାରିତ ହୋଇଯିବ। ହେ ରାଜନ୍, ଋଷିଗଣ, ପିତୃଗଣ, ଦେବଗଣ, ସଖା ସମ୍ବନ୍ଧୀଗଣ, ସ୍ୱୟଂ ଆମ୍ଭେ, ଏପରିକି ଜଗତର ସମସ୍ତ ପ୍ରାଣୀ ଆପଣଙ୍କର ଏହି ମହାଯଜ୍ଞ ହେଉ ବୋଲି ଇଚ୍ଛା କରନ୍ତି। ତେଣୁ ପୃଥିବୀର ସମସ୍ତ ନରପତିଙ୍କୁ ଜୟ କରି ସମଗ୍ର ପୃଥିବୀକୁ ନିଜର ଅଧୀନ କରିବା ପରେ ଆପଣ ଯଜ୍ଞଚ୍ୟୁତ ସକଳ ସାମଗ୍ରୀ ସଂଗ୍ରହ କରି ଏହି ମହାଯଜ୍ଞ କରନ୍ତୁ। ରାଜନ୍, ଆପଣଙ୍କ 4 ଭାଇ ବାୟୁ, ଇନ୍ଦ୍ର ଆଦି ଲୋକପାଳମାନଙ୍କ ଅଂଶରେ ଜାତ ହୋଇଛନ୍ତି। ସେମାନେ ସମସ୍ତେ ଜଣେ ଜଣେ ବିଶିଷ୍ଟ ବୀର। ଆପଣ ତ ପରମ ମନସ୍ୱୀ ଓ ସଂଯମୀ। ଆପଣମାନେ ନିଜ ସଦ୍ଗୁଣ ବଳରେ ମୋତେ ବଶ କରିଦେଇଛନ୍ତି। ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ଓ ମନକୁ ବଶ କରିପାରିନାହାନ୍ତି, ସେମାନେ ମୋତେ ବଶ କରିପାରିବେ ନାହିଁ। ମର୍ତ୍ତ୍ୟ ଭୁବନର ସାଧାରଣ ନରପତିଙ୍କ କଥା କ'ଣ କହିବା? ଯେତେ ବଡ଼ ଦେବତା ହୁଅନ୍ତୁ ନା କାହିଁକି, ସେ ନିଜର ତେଜ, ଯଶ, ଲକ୍ଷ୍ମୀ, ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟ ବଳରେ ମୋର ଭକ୍ତଙ୍କୁ ପରାସ୍ତ କରିପାରିବେ ନାହିଁ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଭଗବାନଙ୍କ ବାଣୀ ଶୁଣି ମହାରାଜ ଯୁଧିଷ୍ଠିରଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇଗଲା। ତାଙ୍କର ମୁଖ କମଳ ପ୍ରଫୁଲ୍ଲିତ ହୋଇଗଲା। ସେ ନିଜର ଭାଇମାନଙ୍କୁ ଦିଗ୍ବିଜୟ କରିବାକୁ ଆଦେଶ ଦେଇଦେଲେ। ଭଗବାନ ପାଣ୍ଡବମାନଙ୍କ ମଧ୍ୟରେ ନିଜର ଶକ୍ତି ସଞ୍ଚାର କରି ସେମାନଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ କରିଦେଇଥିଲେ। ଧର୍ମରାଜ ଯୁଧିଷ୍ଠିର ସୂର୍ଯ୍ୟବଂଶୀ ବୀରମାନଙ୍କ ସହିତ ସହଦେବଙ୍କୁ ଦକ୍ଷିଣ ଦିଗରେ ଦିଗ୍ବିଜୟ କରିବାକୁ ପଠାଇଥିଲେ। ନକୁଳଙ୍କୁ ମତ୍ସ୍ୟଦେଶ ବୀରମାନଙ୍କ ସହିତ ପଶ୍ଚିମ ଦିଗକୁ, ଅର୍ଜୁନଙ୍କୁ କୈକେୟୀ ବୀରମାନଙ୍କ ସହିତ ଉତ୍ତର ଦିଗକୁ ଓ ଭୀମସେନଙ୍କୁ ମଦ୍ରଦେଶ ବୀରମାନଙ୍କ ସହିତ ପୂର୍ବ ଦିଗକୁ ବିଜୟ କରିବାକୁ ପଠାଇଦେଲେ। ହେ ପରୀକ୍ଷିତ, ବିଭିନ୍ନ ଦିଗକୁ ଯାଇଥିବା ସେ ଭୀମସେନ ଆଦି ବୀରମାନେ ନିଜ ନିଜର ବଳ ପୌରୁଷ ଦ୍ୱାରା ସବୁ ଦିଗର ନରପତିମାନଙ୍କୁ ଜିଣିଗଲେ ଏବଂ ଯଜ୍ଞ କରିବାକୁ ପ୍ରସ୍ତୁତ ହୋଇଥିବା ମହାରାଜ ଯୁଧିଷ୍ଠିରଙ୍କ ପାଇଁ ବହୁ ପରିମାଣର ଧନରତ୍ନ ଆଣିଦେଲେ। କିନ୍ତୁ ସେ ପର୍ଯ୍ୟନ୍ତ ଜରାସନ୍ଧଙ୍କୁ ବଧ କରାଯାଇ ନାହିଁ ଶୁଣି ମହାରାଜ ଯୁଧିଷ୍ଠିର ଚିନ୍ତାରେ ପଡ଼ିଗଲେ। ଭଗବାନଙ୍କୁ ଉଦ୍ଧବ ଯେଉଁ ଉପାୟ କହିଥିଲେ, ଭଗବାନ ସେତିକିବେଳେ ଯୁଧିଷ୍ଠିରଙ୍କୁ ସେ ଉପାୟଟି ଶୁଣାଇଦେଲେ। ହେ ପରୀକ୍ଷିତ, ଏଥର ଭୀମସେନ, ଅର୍ଜୁନ ଓ ଭଗବାନ ଶ୍ରୀକୃଷ୍ଣ 3 ଜଣ ଯାକ ବ୍ରାହ୍ମଣ ବେଶ ଧରି ଗିରିବ୍ରଜ ଅର୍ଥାତ୍ ଆଧୁନିକ ଗିରିଡିହା ଗଲେ। ସେଠାରେ ଜରାସନ୍ଧର ରାଜଧାନୀ ଥାଏ। ରାଜା ଜରାସନ୍ଧ ଥିଲା ବ୍ରାହ୍ମଣ ଭକ୍ତ। ସେ ଗୃହସ୍ଥଚ୍ୟୁତ ଧର୍ମ ପାଳନ କରେ। ଅତିଥି ଅଭ୍ୟାଗତମାନଙ୍କୁ ସତ୍କାର କରାଯିବା ସମୟରେ ଏ 3 ଜଣ କ୍ଷତ୍ରିୟ ବ୍ରାହ୍ମଣ ବେଶ ଧରି ଯାଇ ଜରାସନ୍ଧ ପାଖରେ ପହଞ୍ଚିଗଲେ ଏବଂ ଏହି ରୂପେ ଭିକ୍ଷା କଲେ, ହେ ରାଜନ୍, ଆପଣଙ୍କର ମଙ୍ଗଳ ହେଉ। ଆମେ 3 ଜଣ ହେଉଛୁ ଆପଣଙ୍କର ଦୂରାଗତ ଅତିଥି। ଅବଶ୍ୟ ଆମର କିଛି ଗୋଟାଏ ପ୍ରୟୋଜନ ଥିବାରୁ ଆମେ ଏଠାକୁ ଆସିଛୁ। ତେଣୁ ଆମେ ଯାହା ମାଗିବୁ ଆପଣ ଆମକୁ ତାହା ଦିଅନ୍ତୁ। ତିତିକ୍ଷୁତା ସହନଶୀଳ ପୁରୁଷ କ'ଣ ବା ନ କରିପାରନ୍ତି? କ'ଣ ବା ସହି ନ ପାରନ୍ତି? ଦୁଷ୍ଟ ଲୋକ କେତେ ବଡ଼ ଖରାପ କାମ ବା କରିଦେଇ ନପାରେ? ଉଦାର ପୁରୁଷ ବା କ'ଣ ଦେଇ ନ ପାରନ୍ତି? ଏବଂ ଯେ ସମର୍ଥ, ସେ ତାଙ୍କର କିଏ ବା ପର ହୋଇପାରେ? ଯେଉଁ ବ୍ୟକ୍ତି ସମର୍ଥ ହୋଇ ମଧ୍ୟ ଏହି ନାଶବାନ ଶରୀର ଥାଉ ଏପରି କିଛି ଅବିନାଶୀ ଯଶ ସଂଗ୍ରହ କରେ ନାହିଁ, ଯାହାକୁ କି ବଡ଼ ବଡ଼ ସତ୍ପୁରୁଷ ମଧ୍ୟ ଗାନ କରନ୍ତି ନାହିଁ ସତ? କହିବାକୁ ଗଲେ ସେ ବ୍ୟକ୍ତିକୁ ଯେତେ ନିନ୍ଦା କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ। ଜାଣନ୍ତୁ, ତାର ଜୀବନ ଶୋଚନୀୟ। ହେ ରାଜନ୍, ଆପଣ ତ ଜାଣିଥିବେ ଯେ ରାଜା ହରିଶ୍ଚନ୍ଦ୍ର ରନ୍ତିଦେବ
ଗୋଟି ଗୋଟି ଶସ୍ୟଦାନ ସାଉଁଟି ସେଥିରେ ଜୀବନ ନିର୍ବାହ କରୁଥିବା ମହାତ୍ମା ମୁଦ୍ଗଲ, ଶିବି, ବଳି, ବ୍ୟାଧ ଓ କପୋତ ଆଦି ବହୁ ବ୍ୟକ୍ତି ଅତିଥିଙ୍କୁ ନିଜର ସର୍ବସ୍ୱ ଦାନ କରିଦେଇ ଏହି ନାଶବାନ ଶରୀର ଦ୍ୱାରା ଅବିନାଶୀ ପଦ ଲାଭ କରୁଛନ୍ତି। ତେଣୁ ଆପଣ ମଧ୍ୟ ଆମକୁ ନିରାଶ କରନ୍ତୁ ନାହିଁ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ସେମାନଙ୍କର କଣ୍ଠସ୍ୱର, ଚେହେରା ଓ ଧନୁର ଗୁଣ ଘଷି ହେବାଦ୍ୱାରା ହାତର ହୋଇଥିବା ବିଣ୍ଡି ଚିହ୍ନ ଦେଖି ଜରାସନ୍ଧ ଜାଣିଗଲା ଯେ ସେମାନେ ବ୍ରାହ୍ମଣ ନୁହନ୍ତି, କ୍ଷତ୍ରିୟ। ତାକୁ ଲାଗିଲା ସେ ଯେପରି ସେମାନଙ୍କୁ ଆଗରୁ ନିଶ୍ଚୟ କେଉଁଠି ଦେଖିଛି। ତଥାପି ସେମାନେ ବିଚାର କଲା, ସେମାନେ କ୍ଷତ୍ରିୟ ହୋଇ ମଧ୍ୟ ଯେହେତୁ ମୋରି ଭୟରେ ବ୍ରାହ୍ମଣ ବେଶ ଧରି ଆସିଛନ୍ତି ଏବଂ ମୋତେ ଭିକ୍ଷା ମାଗୁଛନ୍ତି, ତେଣୁ ଏମାନେ ଯାହା ମାଗିବେ ମୁଁ ତାହା ନିଶ୍ଚୟ ଦେବି। ଶରୀରଟା ଏତେ ପ୍ରିୟ ଯେ ତାହା ଦାନ କରିଦେବା କଷ୍ଟକର। ତଥାପି ମୋତେ ଯଦି ଶରୀରଟା ଦାନ କରେ ବୋଲି ଭିକ୍ଷା ମାଗିବେ, ତେବେ ମୁଁ ଅକୁଣ୍ଠିତ ଚିତ୍ତରେ ତାହା ମଧ୍ୟ ଦାନ କରିଦେବି। ଭଗବାନ ବିଷ୍ଣୁ ବ୍ରାହ୍ମଣ ବେଶ ଧରି ବଳିଙ୍କର ଧନ ଐଶ୍ୱର୍ଯ୍ୟ ସବୁକିଛି ନେଇଗଲେ। ତଥାପି ବଳିଙ୍କ ପବିତ୍ର ଯଶ ସର୍ବତ୍ର ପ୍ରଖ୍ୟାତ ହୋଇଗଲା। ଲୋକେ ଆଜି ମଧ୍ୟ ଅତ୍ୟନ୍ତ ଆଦରରେ ତାଙ୍କର ଯଶ ଗାନ କରୁଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ଇନ୍ଦ୍ର ହେଉଛନ୍ତି ରାଜଲକ୍ଷ୍ମୀଙ୍କୁ ଭୋଗ କରିବାର ନ୍ୟାଯ୍ୟ ଅଧିକାରୀ। ତେଣୁ ରାଜଲକ୍ଷ୍ମୀଙ୍କୁ ବଳିଙ୍କଠାରୁ ଛଡ଼ାଇ ନେଇ ଇନ୍ଦ୍ରଙ୍କୁ ପ୍ରଦାନ କରିବା ନିମନ୍ତେ ହିଁ ବିଷ୍ଣୁ ଭଗବାନ ବ୍ରାହ୍ମଣ ରୂପ ଧରିଥିଲେ। ଦୈତ୍ୟରାଜ ବଳି ଏହା ଜାଣି ସାରିଥିଲେ। ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ମନା କରିବା ସତ୍ତ୍ୱେ ସେ ପୃଥିବୀ ଦାନ କରିଦେଲେ। ଏକଥା ସତ୍ୟ ଯେ ଏହି ଶରୀର ହେଉଛି ନାଶବାନ। ତଥାପି ଏଭଳି ଶରୀର ପାଇ ଯେ ବିପୁଳ ଯଶ ଅର୍ଜନ ନ କରେ ଓ ଯେଉଁ କ୍ଷତ୍ରିୟ ବ୍ରାହ୍ମଣମାନଙ୍କର ମଧ୍ୟ ଜୀବନ ଧାରଣ ନ କରେ, ତାର ଜୀବନ ବୃଥା। ହେ ପରୀକ୍ଷିତ, ଜରାସନ୍ଧର ବୁଦ୍ଧି ଥିଲା ସତରେ ବଡ଼ ଉଦାର। ତେଣୁ ଏପରି ବିଚାର କରି ସେ ବ୍ରାହ୍ମଣ ବେଶ ଧରି ଶ୍ରୀକୃଷ୍ଣ, ଅର୍ଜୁନ ଓ ଭୀମସେନଙ୍କୁ କହିଲା, ହେ ବ୍ରାହ୍ମଣଗଣ, ଆପଣମାନେ ଯାହା ଇଚ୍ଛା ତାହା ମାଗନ୍ତୁ। ଆବଶ୍ୟକ ହେଲେ ମୁଁ ଆପଣଙ୍କୁ ମୋର ମସ୍ତକ ମଧ୍ୟ ଦାନ କରିଦେଇପାରେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ରାଜେନ୍ଦ୍ର, ଆମେମାନେ ଖାଇବାକୁ ଗଣ୍ଡାଏ ମାଗିବାକୁ ଆସିଥିବା ବ୍ରାହ୍ମଣ ନୁହଁ। ଆମେ କ୍ଷତ୍ରିୟ, ଆସିଛୁ ଯୁଦ୍ଧ ଭିକ୍ଷା କରିବାକୁ। ଯଦି ଦେବାକୁ ଚାହୁଁଛନ୍ତି ତେବେ ଆମକୁ ଦ୍ୱନ୍ଦ୍ୱଯୁଦ୍ଧ ଭିକ୍ଷା ଦିଅନ୍ତୁ। ଦେଖନ୍ତୁ, ଏ ହେଉଛନ୍ତି ପାଣ୍ଡୁପୁତ୍ର ଭୀମସେନ ଏବଂ ଏ ତାଙ୍କର ସାନ ଭାଇ ଅର୍ଜୁନ। ମୁଁ ହେଉଛି ଏହି ଦୁଇଜଣଙ୍କ ମାମୁଁ ପୁଅ ଭାଇ ତଥା ଆପଣଙ୍କର ପୁରୁଣା ଶତ୍ରୁ କୃଷ୍ଣ। ଭଗବାନ ଶ୍ରୀକୃଷ୍ଣ ଏପରି ଭାବରେ ନିଜର ପରିଚୟ ଦେବାରୁ ରାଜା ଜରାସନ୍ଧ ହସି ଉଠିଲା। ସେ କର୍କଶ ଶବ୍ଦରେ କହିଲେ, ରେ ମୂର୍ଖ, ଯଦି ତୁମେ ଯୁଦ୍ଧ ହିଁ ଚାହୁଁଛ ତେବେ ଠିକ୍ ଅଛି, ମୁଁ ତୁମର ପ୍ରାର୍ଥନା ସ୍ୱୀକାର କଲି। କିନ୍ତୁ ଏ କୃଷ୍ଣ, ତୁମେ ତ ନିତାନ୍ତ ଡରୁଆ। ଯୁଦ୍ଧରେ ତୁମେ ବିଚଳିତ ହୋଇଯାଅ। ଏତେ ଡରୁଆ ଯେ ମୋ ଡରରେ ତୁମେ ନିଜର ମଥୁରା ନଗରୀ ଛାଡ଼ି ପଳାଇଗଲ ଓ ଯାଇ ସମୁଦ୍ରର ଶରଣ ପଶିଲ। ତେଣୁ ମୁଁ ତୁମ ସହିତ ଲଢ଼ିବି ନାହିଁ। ଏ ଅର୍ଜୁନ ବି ବେଶୀ ବଡ଼ ଯୋଦ୍ଧା ନୁହେଁ। ଏକ ତ ବୟସରେ ମୋଠୁ ସାନ, ଦ୍ୱିତୀୟରେ ବିଶେଷ ବଳବାନ ମଧ୍ୟ ନୁହେଁ। ତେଣୁ ମୁଁ ଏହା ସହିତ ମଧ୍ୟ ଲଢ଼ିବି ନାହିଁ। ବାକି ରହିଲେ ଭୀମସେନ। ହଁ, ଇଏ ହିଁ ଅବଶ୍ୟ ମୋରି ପରି ବଳବାନ। ତେଣୁ ଇଏ ମୋର ଠିକ୍ ଯୋଡ଼ି ହେବେ। ଏପରି କହି ଜରାସନ୍ଧ ଭୀମସେନଙ୍କୁ ଗୋଟିଏ ବିରାଟ ଗଦା ଦେଇଦେଲା ଓ ନିଜେ ଆଉ ଗୋଟିଏ ଗଦା ଧରି ନଗରରୁ ବାହାରି ପଡ଼ିଲା। ସେହି ଦୁଇ ରଣମତ ବୀର ଆଖଡ଼କୁ ଆସି ପରସ୍ପର ମଧ୍ୟରେ ଯୁଦ୍ଧ ଆରମ୍ଭ କରିଦେଲେ ଓ ନିଜ ନିଜର ବଜ୍ର ସମାନ କଠୋର ଗଦାରେ ଏକ ଆରେକକୁ ପ୍ରହାର କରିବାକୁ ଲାଗିଲେ। ସେମାନେ ବାଁକୁ ଓ ଡାହାଣକୁ ବୁଲି ଆକ୍ରମଣ କରିବାର ସୁଯୋଗ ଘୋଷିଥିଲା ବେଳେ ଏପରି ଶୋଭା ପାଇଲେ ଯେ ଦେଖି ମନେ ହେଲା ଦୁଇଜଣ ଶ୍ରେଷ୍ଠ ଅଭିନେତା ରଙ୍ଗମଞ୍ଚରେ ଅଭିନୟ କରୁଛନ୍ତି କି। ହେ ପରୀକ୍ଷିତ, ଯେତେବେଳେ ଜଣଙ୍କର ଗଦା ଆର ଜଣଙ୍କର ଗଦାରେ ପିଟି ହୋଇଥାଏ, ସେତେବେଳେ ମନେ ହୋଇଥାଏ ଦୁଇଟା ଦନ୍ତା ହାତୀ ଲଢ଼ୁ ତାହାର ଦାନ୍ତରେ ବାଜି ଢୋ ଢୋ ଶବ୍ଦ ହେଉଛି କିମ୍ବା ଜୋରରେ ଘଡ଼ଘଡ଼ି ମାରୁଛି। କ୍ରୋଧରେ ଉନ୍ମତ୍ତ ହୋଇ ଦୁଇଟି ହାତୀ ଲଢ଼ିଲେ ସେମାନେ ଯେପରି ବଡ଼ ବଡ଼ ଗଛରୁ ଡାଳ ଭାଙ୍ଗି ସେଥିରେ ପରସ୍ପରକୁ ପ୍ରହାର କରନ୍ତି ଓ ସେହିପରି ପ୍ରହାର କରୁ କରୁ ଡାଳ ସବୁ ଭାଙ୍ଗି ଚୁରମାର ହୋଇଯାଏ। ଭୀମ ଓ ଜରାସନ୍ଧ ସେପରି ପରସ୍ପର ଯୁଦ୍ଧ କରି ଏକ ଆରେକର କାନ୍ଧ, ଅଣ୍ଟା, ଗୋଡ଼, ହାତ, ଜଙ୍ଘ ଓ ହଂସୁଲି ହାଡ଼କୁ ପ୍ରହାର କରୁ କରୁ ସେମାନଙ୍କର ଗଦା ମଧ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ଗଦା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବାରୁ ସେମାନେ କ୍ରୋଧାନ୍ୱିତ ହୋଇ ମୁଷ୍ଟି ଯୁଦ୍ଧ ଆରମ୍ଭ କରିଦେଲେ। ସେମାନଙ୍କ ମୁଷ୍ଟିର ଆଘାତ ନିଦା ଲୁହାରେ ପ୍ରହାର କଲା ପରି ମନେ ହେଉଥାଏ। ଆଖି ନାହିଁ, କାନ ନାହିଁ, ସେ ଯେପରି ଯେଉଁଠିକି ପାରିଲା ଏଭଳି ମୁଥ ଓ ଚାପଡ଼ା ମାରିଥାଏ ଯେ ସେ ଶବ୍ଦ ଶୁଣି ଚଡ଼ଚଡ଼ି ମାରିବା ପରି ଲାଗୁଥାଏ। ଏ ପରୀକ୍ଷିତ, ଜରାସନ୍ଧ ଭୀମସେନ ଉଭୟ ଦ୍ୱନ୍ଦ୍ୱଯୁଦ୍ଧରେ କୁଶଳ ଥିଲେ। ସେମାନଙ୍କର ବଳ ଓ ଉଚ୍ଚା ମଧ୍ୟ ସମାନ ଥିଲା। ପୁଣି କାହାର ବି ଶକ୍ତି କ୍ଷୀଣ ହେଉନଥିଲା। ବ୍ୟାପୀରେ ଅବିଶ୍ରାନ୍ତ ପ୍ରହାର କରି ଚାଲିଥିଲେ ମଧ୍ୟ ଦୁହିଁଙ୍କ ଭିତରୁ କେହି ହାରିଲା ନାହିଁ କି କେହି ଜିତିଲା ନାହିଁ। ରାତି ହୋଇଗଲେ ଦୁଇ ବୀର ମିତ୍ରଙ୍କ ପରେ ଚଳୁଥାନ୍ତି, କିନ୍ତୁ ଦିନସାରା ଲଢ଼ୁଥାନ୍ତି। ହେ ମହାରାଜ, ସେମାନେ ଏପରି ଲଢ଼ୁ 27 ଦିନ ବିତିଗଲା। ପ୍ରିୟ ପରୀକ୍ଷିତ, ଦ୍ୱନ୍ଦ୍ୱଯୁଦ୍ଧର 27 ଦିନ ପରେ 28ତମ ଦିନ ଭୀମସେନ ତାଙ୍କ ମାମୁଁ ପୁଅ ଭାଇ ଶ୍ରୀକୃଷ୍ଣଙ୍କୁ କହିଲେ, ଶ୍ରୀକୃଷ୍ଣ, ଏହି ଯୁଦ୍ଧରେ ମୁଁ ଜରାସନ୍ଧକୁ ଜିତିପାରିବି ନାହିଁ। ଭଗବାନ ଶ୍ରୀକୃଷ୍ଣ ଜରାସନ୍ଧର ଜନ୍ମ ମୃତ୍ୟୁର ରହସ୍ୟ ଜାଣିଥିଲେ। ସେ ଜାଣିଥିଲେ ଯେ ଜରା ରାକ୍ଷସୀ ଜରାସନ୍ଧର ଶରୀରକୁ ଦୁଇ ଫାଳକୁ ଯୋଡ଼ି ଦେଇ ତାକୁ ଜିଆଇ ଦେଇଥିଲା। ତେଣୁ ସେ ଭୀମଙ୍କ ଶରୀରରେ ନିଜ ଶକ୍ତି ସଞ୍ଚାର କରିଦେଲେ ଏବଂ ଜରାସନ୍ଧକୁ ବଧ କରିବାର ଉପାୟ ଚିନ୍ତା କଲେ। ହେ ପରୀକ୍ଷିତ, ଭଗବାନଙ୍କ ଜ୍ଞାନ ଅଗାଧ।
ସେ ଜରାସନ୍ଧର ମୃତ୍ୟୁର ଉପାୟ ଜାଣିଗଲେ। ତେଣୁ ସେ ଗଛରୁ ଗୋଟିଏ ଡାଳ ଭାଙ୍ଗି ଆଣିଲେ ଏବଂ ଭୀମଙ୍କୁ ଠାରେ ଦେଖାଇ ସେହି ଡାଳଟିକୁ ମଝିରେ ଦୁଇ ଫାଳ କରି ଚିରିଦେଲେ। ବୀରପୁର ପରମ ଶକ୍ତିଶାଳୀ ଭୀମସେନ ସେହି ଡାଳ ଚିରିବା ଠାରୁ ଶ୍ରୀକୃଷ୍ଣଙ୍କ ଅଭିପ୍ରାୟ ବୁଝିଗଲେ। ତେଣୁ ସେ ଜରାସନ୍ଧକୁ ଗୋଡ଼ ଆଡ଼ୁ ଧରି ତଳେ